ଥରେ ଜଣେ ରାଜାଙ୍କର ବହୁତ ଦେହ ଖରାପ ହେଉଥାଏ। ଏତେ ଦେହ ଖରାପ ହେଲା ଯେ କେହି ବି ତାଙ୍କ ଦେହ ଠିକ୍ କରିପାରିଲେନି। ସେଠୁ ରାଜ୍ୟ ସାରା ଡେଙ୍ଗୁରା ପଠେଇ ଦେଲେ ଯେ କେହି ଯଦି ରାଜାଙ୍କର ଦେହ ଠିକ୍ କରିଦେବ ତାହେଲେ ତାକୁ ରାଜା ହାତୀ ଓଜନର ସୁନା ମୋହର ଉପହାର ଦେବେ। କଥାଟା ରାଜ୍ୟ ଯାକ ଖେଳିଗଲା। ବହୁତ ଲୋକ ଆସିଲେ କିନ୍ତୁ ପାରିଲେନି। ଶେଷରେ ଜଣେ ବୁଢ଼ା ଲୋକ ଆସିଲେ ଆଉ ସେ ଅତି ଅଳ୍ପ ଦିନ ଭିତରେ ରାଜାଙ୍କୁ ସୁସ୍ଥ କରିଦେଲେ। ରାଜା ଭାରି ଖୁସି ହେଲେ। ଏବେ ତ ତାଙ୍କୁ ହାତୀ ଓଜନର ସୁନା ମୋହର ଉପହାର ଦେବା କଥା। ତେବେ ହାତୀକୁ ଓଜନ କରାଯିବ କେମିତି? ସେଇଟା ଗୋଟେ ପ୍ରଶ୍ନବାଚୀ ହେଇଗଲା। ତେଣୁ ପୁଣି ରାଜ୍ୟରେ ଡେଙ୍ଗୁରା ପିଟେଇ ଦେଲେ କେହି ଯଦି ହାତୀକୁ ଓଜନ କରିପାରିବ ତାକୁ 1000 ସ୍ୱର୍ଣ୍ଣ ମୁଦ୍ରା ଦିଆହବ। ରାଜାଙ୍କ ଦରବାରରେ ଯେଉଁ ମନ୍ତ୍ରୀ ପଣ୍ଡିତ ସବୁ ଥିଲେ ସେମାନେ କେହି ପାରିଲେନି। ଶେଷରେ ଜଣେ ଲୋକ ଆସିଲା, କହିଲା ମହାରାଜ ମୁଁ ହାତୀକୁ ଓଜନ କରିଦେଇ ପାରିବି। ସେ ଲୋକର କଥା ଅନୁଯାୟୀ ହାତୀକୁ ନଈ କୂଳକୁ ନିଆଗଲା। ଗୋଟେ ବଡ଼ ଡଙ୍ଗା ଉପରେ ମାହୁନ୍ତକୁ କୁହାଗଲା ହାତୀକୁ ଚଢ଼େଇ ଦେ। ହାତୀକୁ ଚଢ଼େଇ ଦିଆଗଲା। ଡଙ୍ଗାଟା ଦବିଗଲା। ଡଙ୍ଗାର ଯେତିକି ଅଂଶ ପାଣିରେ ବୁଡ଼ିଲା ସେଇଠି ଗୋଟେ ଦାଗ ମାରି ଦିଆଗଲା। ତାପରେ ହାତୀକୁ ଓହ୍ଲେଇ ଦିଆଗଲା। ଏଥର ଲୋକଟି କହିଲା ମହାରାଜ ଏଇ ଯୋଉ ଡଙ୍ଗାରେ ଦାଗ ରହିଛି ସେତିକି ଓଜନର ସୁନା ମୋହର ହଉଛି ହାତୀର ଓଜନ ସାଙ୍ଗେ ସମାନ।